हेलो हाय जय जगन्नाथ। आशा करছি ସମସ୍ତେ ଭଲ ଥିବେ। ତ ଆଜିର ବ୍ଲଗ୍ ଆପଣ ତ ଜାଣିପାରିଥିବେ ମୋ ନିଜର ବିଷୟ କଥା। ତ ଆଉ ଭିଡ଼ିଓଟା ଆସିପାରୁନି, ତ ଆଉ କ'ଣ କରିବା, କୁଆଡ଼େ ଯାଇପାରୁନି, ଦେହ ଟିକେ ଖରାପ ରହିଯାଉଛି। ତ ସେଥିପାଇଁ ମୁଁ ଏ ଲିଙ୍କ୍ ଲାଇଟ୍ ସାହାଯ୍ୟରେ ଗୋଟେ ଭିଡ଼ିଓ କରି ପଠାଉଛି ଆପଣଙ୍କୁ। ତ ଭାବୁଛି ଆଉ କେଉଁଠି ଟିକେ ଦେହ ଟିକେ ଭଲ ହେଲେ ଟିକେ ମାନେ ଭଲ ଲାଗିଲେ ଯିବି ଭିଡ଼ିଓ କରିବାକୁ। ତ ଭାବିଲି ଦେହଟା ଖରାପ, ସେଥିପାଇଁ ଆପଣଙ୍କୁ ମୁଁ ଜଣେଇବି। ତ ଆଉ କ'ଣ କହିବି, ରାତି ବର୍ତ୍ତମାନ ଦେଖୁଛନ୍ତି ରାତି 2ଟା ହେଲାଣି। ମୁଁ ଦେଖେଇଲି ରାତି 2ଟା ହେଲା, ଦେଖନ୍ତୁ ରାତି 2ଟା ହେଲାଣି। ତ ଆଉ କ'ଣ କରିବି, ସେଥିପାଇଁ କବାଟ ଖୋଲା ଅଛି। ଶୋଇପଡ଼ିଲି ଗାଁରେ ଟୋଟାଲ୍ ବର୍ତ୍ତମାନ। ତ ଭାବୁଛି ଗୋଟେ ସାନ ଭାଇକି ଡାକିବି। ତ ଡାକିଛି, ସିଏ ବର୍ତ୍ତମାନ ଆସୁଛି। ତ ଭିଡ଼ିଓ ଆରମ୍ଭ କରିବି, 1-2ଟା ଖଣ୍ଡେ ଭିଡ଼ିଓ କରିବି, ତାପରେ ଶୋଇବି। ତ ଭାବୁଛି ଭିଡ଼ିଓ କରିବା ବହୁତ ସହଜ ଭାଇ, ଭିଡ଼ିଓ କରିବା ବହୁତ ସହଜ ନୁହେଁ ଭାଇ, ବହୁତ କଷ୍ଟ। ରାତି 2ଟା ହେଲାଣି, ମୁଁ ଶୋଉନି। ରାତି 2ଟାରେ ମୁଁ ଭିଡ଼ିଓ ବନାଏ, ରାତି 1, 2, 3ଟା ଏମିତି ହେଇଯାଏ। ତ ଆଉ କ'ଣ କରିବି, ତ ଡେରି କରିବାନି, ଚାଲ ଭିଡ଼ିଓ ଆରମ୍ଭ କରିବା। ମୁଁ ତାକୁ ଡାକି ଦେଇଛି, ସିଏ ଆସିଲା ପରେ ଆପଣଙ୍କୁ ଦେଖୁଛି ଆଗକୁ କ'ଣ ହେଉଛି। ଭିଡ଼ିଓ ସରିଗଲା, ତ ଆପଣଙ୍କୁ ମୁଁ ଭିଡ଼ିଓ ଦେଖାଇ ପାଇଲିନି, କ'ଣ ପାଇଁ ନା ସେ ଭିଡ଼ିଓରେ ଆପଣଙ୍କୁ ମୁଁ ଦେଖାଇଲେ ଆପଣ ମୋର ପୋଷ୍ଟ ଭିଡ଼ିଓରେ ଦେଖିପାରିବେନି। ମାନେ ଅଇକା ଆପଣଙ୍କୁ ମୁଁ ଭିଡ଼ିଓଟା ଦେଖାଇଲି, ତ ମୁଁ ଯେତେବେଳେ ସର୍ଟ ଭିଡ଼ିଓ ଆପଣଙ୍କୁ ଯେତେବେଳେ ଦେଖାଇବି, ଛାଡ଼ିବି, ଅପଲୋଡ଼ କରିବି, ତ ସେ ଭିଡ଼ିଓ ଆପଣ ଦେଖି ମାନେ ଇଏ କରିବେ। ସେଥିପାଇଁ ମୁଁ ସେ ଜିନିଷଟା ଆପଣଙ୍କୁ ଦେଖାଇଲିନି। ତ ମୁଁ କ'ଣ ପାଇଁ ମାନେ ଏମିତି ଭିଡ଼ିଓ କରୁଛି, ଅନ୍ଧାର ରାତି ଇଏ ସିଏ, ବାଗ କ୍ୟାମେରା ନାହିଁ, ମାନେ ମୋ ପାଖରେ ଭଲ ଫୋନ୍ ହିଁ ନାହିଁ। ସେଥିପାଇଁ ମୋ ଫେସ୍ଟା ସେଥିପାଇଁ ସେମିତି ଆଉଛି। ତ ଆଉ କ'ଣ କହିବି, ତ ଇଏ ହେଉଛି ମୋ ଜୀବନର କଥା, ମୁଁ ସେୟାର କରି ଭାବୁଛି ଆପଣ ମାନେ ଇଏ ଭିଡ଼ିଓ କରି ପୋଷ୍ଟ କରି ଟଙ୍କା କମେଇବ, ପଇସା କମେଇବ। ନାହିଁ ଭାଇ, ମୁଁ ପଇସା ଦରକାର ନାହିଁ। ମୁଁ ଭିଡ଼ିଓ ଏଥିପାଇଁ କରିଛି କାହିଁକିନା ମୁଁ ଆଗକୁ ନାଁ କମାଇ ଚାହୁଁଛି, ହେଲେ ମୋ ନାଁ ଆଉ ଆଗକୁ ଯାଉନି। କାହିଁକିନା ଆପଣମାନେ ଟିକେ ସପୋର୍ଟ କରୁନାହାନ୍ତି, ଟିକେ ଭଲ ପାଇବା ଦେଉନାହାନ୍ତି, ଲାଇକ୍ କମେଣ୍ଟ ସେୟାର କିଛି ବି ଆସୁନି। ତ ସେଥିପାଇଁ ମୁଁ ଆବୁଲ ତାବୁଲ ଭିଡ଼ିଓ ପୋଷ୍ଟ କରିଦେଉଛି। ତ ଭାବୁଛି ଏତେ ରାତି ହେଲା ଇଏ ଶୋଇନି କ'ଣ ପାଇଁ, ଭାବୁଛି ନା ସେଥିପାଇଁ ମୁଁ ଏଇ ଭିଡ଼ିଓରେ ସବୁ ମୋ କାହାଣୀ କହିବି। ମାନେ କେତେ ରାତିରେ ମୁଁ ଶୁଏ, କ'ଣ ପାଇଁ ମୁଁ ଭିଡ଼ିଓ ବନାଏ, କ'ଣ ପାଇଁ ମୁଁ ଇଏ କରେ, ତ ଆପଣଙ୍କୁ ସବୁ ମୁଁ ଜଣେଇବି। ତ ଡେରି କରିବନି, ମୁଁ ଟିକେ ଉଠି ପଡ଼େ, ଉଠିକି ଟିକେ ମୁଣ୍ଡ ହେଇଯାଏ, ମୁଣ୍ଡ ହେଇକି ଆପଣଙ୍କୁ କହୁଛି। ବର୍ତ୍ତମାନ ମୁଁ ମୋ ଫୋନ୍ ଧୋଇକି ପଳେଇ ଆଇଲି। ତ ରାତି 2ଟା ଖଣ୍ଡେ ରିଲ୍ସ କରିଦେଲି, ମାନେ ସର୍ଟ ଭିଡ଼ିଓ କରିଦେଲି। ତ ଆପଣଙ୍କୁ ମୁଁ କହୁଛି ମୋ ଭିତରର କଥା, ମାନେ ମୁଁ ମାନେ ବହୁତ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲିର ଛୁଆ, ମାନେ ଭାବୁଛି ଇଂଲିଶ କହୁଛି ଭାଇ, ଇଂଲିଶ ମୋତେ ଜଣା ନାହିଁ ଏତେ ବି। ତ ଫିର୍ ବି ତା ଛଡ଼ା ମୋ ଭିତରର କଥା ମୁଁ କହୁଛି, ମୋର ନିଜର ମାନେ ନିଜର କ'ଣ ଘଟୁଛି ଜୀବନରେ, କ'ଣ ନାହିଁ, କ'ଣ ହେଉଛି। ତ ଆପଣଙ୍କୁ ମୁଁ ସେଇ କଥା କହିବି ବୋଲି ସେଥିପାଇଁ ମୁଁ ଭିଡ଼ିଓ ଆରମ୍ଭ କରିଦେଲି। ଆପଣ ଭାବୁଛି ମୋବାଇଲଟା କେଉଁଠି ଥୋଇଛି, ମୋବାଇଲଟା ରିଲ୍ ଲାଇଟ୍ରେ କପେଇ ଦେଇଛି। ତ ରିଲ୍ ଲାଇଟ୍ ଟିକେ ପାଖକୁ ଆଣିବା ଟିକେ ମାନେ ବାଗା ଆସୁନି। ତ ଭାବୁଥିବି ମୁଁ ଭିଡ଼ିଓ କରିଛି ଆଇଫୋନ୍ରେ, ଏଥିରେ ନାହିଁ ଭାଇ, ମୁଁ ଆଇଫୋନ୍ରେ କରିନି ଭିଡ଼ିଓ, ମୁଁ ଗୋଟେ ସ୍ମାର୍ଟଫୋନ୍ରେ ଭିଡ଼ିଓ ବନାଉଛି। ତ ଏଇ ଘରେ ମୁଁ ଏକା ରହୁଛି, ଆମର ସେପଟ ଘର ଅଛି ଅଲଗା ଘର, ତ ଏଇ ଘରେ ମୁଁ ଏକା ଶୋଉଛି, ଏକା ରହୁଛି। ତ ତଥାପି ମାନେ ଯେତେବେଳେ ମୁଁ କାମ କରେ, ଇଲେକ୍ଟ୍ରିକ୍ କାମ କରେ, ଇଲେକ୍ଟ୍ରିକ୍ କାମକୁ ଆସି ଯେତେବେଳେ ରାତି ହୁଏ, ତ ଭିଡ଼ିଓ ମୋ ପାଖରେ ଯେତେବେଳେ ନଥାଏ, ମୁଁ ରିଲ୍ ଲାଇଟ୍ ସାହାଯ୍ୟରେ ମୁଁ ଭିଡ଼ିଓ 2-3ଟା ବନେଇ ଦିଏ। ତ ସେଇ ଭିଡ଼ିଓକୁ ମୁଁ ଅପଲୋଡ଼ କରେ, ଇନଷ୍ଟାରେ ଅପଲୋଡ଼ କରେ, ତ ୟୁଟ୍ୟୁବରେ ବି ଅପଲୋଡ଼ କରେ। ତ ମୋ ମୋବାଇଲ ହେଉଛି
14-15 ହଜାର ଟଙ୍କା ମୋବାଇଲ ମୋର। ତ ଏଇଟା ମାନେ କିସ୍ତିରେ ଆଣିଛି ମୋବାଇଲଟା, କିଛି ପଇସା ଦେଇକି ତ କାମ କରି କିଛି 2-4 ହଜାର ଟଙ୍କା ଆଗୁଆ ଦେଲି, ତାପରେ ମୋବାଇଲଟା ଆଣିଲି। ମୋବାଇଲ ଆଣି ସେଇଥିରେ ମୁଁ ଭିଡ଼ିଓ ବନାଉଛି। ତ ମୋବାଇଲ ମୋର ବେଶୀ ଦାମିକିଆ ନୁହଁ, ଆପଣଙ୍କୁ ତ କହିଲି। ମାନେ ମୋର ଟୋଟାଲ କମ୍ ସେ କମ୍ ପଇଲା 4,000 ଟଙ୍କା ଦେଇଥିଲେ, କମ୍ ସେ କମ୍ 17,000 ଟଙ୍କା, 17,000 ପାଖାପାଖି, 14,000 ମୋବାଇଲ। ତ ଆଉ 2-3 ହଜାର ଅଧିକା ତ ନେଲା ମୋବାଇଲ। ତ ଆଉ କ'ଣ କରିବି, ତ ରାତି ବହୁତ ହେଲାଣି। ତ ଜୀବନରେ ଆଉ ମାନେ କିଛି ଭଲ ଲାଗୁନି। ତ ଯେତେବେଳେ ଆମର ତ ମାରିଦେବେ ରାଧେ 0.7। ତ ଭାବିଥିବେ ତା ଦେହରେ ମୋର ଅଛି, ମାନେ ପୁରୁଣା ଭିଡ଼ିଓ ଅଛି। ତା ଦେହରେ ବହୁତ ଆଗରୁ ମୁଁ ଭିଡ଼ିଓ ବନେଇଛି। ଫିର୍ ବି ମୋର ଯେତେବେଳେ ଗୋଟେ ଆଇଡ଼ି ଥିଲା, ମୁଁ ଗୋଟେ କଥା କହୁଛି, ମୋର ଆଇଡ଼ି ଗୋଟେ ଥିଲା ଯେତେବେଳେ, ସେଇଥିରେ ମୁଁ ମାନେ ବନାଉଥିଲି ସର୍ଟ ଭିଡ଼ିଓ। ସେ ଆଇଡ଼ି, ସେ ମୋବାଇଲ ମୋର ଚୋରି ହେଇଗଲା। ସେ ଆଇଡ଼ି ଫାଇଡ଼ି ମାନେ କୁଆଡ଼େ କଟିଗଲା। ସେ ସିମ୍ ଫିମ୍ ତ ଗଲା ଆଜି, ସେ ଆଇଡ଼ି ମୁଁ ଆଉ ଟୋଟାଲି ମୋର ପାଇଲିନି। ସେ ଆଇଡ଼ି ମୋ ମୋବାଇଲ ଟୋଟାଲ କଟିଗଲା। ଯେତେବେଳେ ମୁଁ ଗୋଟେ ଛୋଟ ଫୋନ୍ ଧରିଥିଲି, ଗୋଟେ 7-8 ହଜାର ଟଙ୍କା ମୋବାଇଲ, ଯେତେବେଳେ ଫାଷ୍ଟ ଇନକମ୍ କରିକି ଯେତେବେଳେ 7-8 ହଜାର ଟଙ୍କା ଗୋଟେ ମୋବାଇଲ ଧରିଲି, ତ ତାପରେ ସେଇ ମୋବାଇଲରେ ହିଁ ମୁଁ ଭିଡ଼ିଓ ବନାଉଥିଲି। ତ ସେ ମୋବାଇଲ ଯେତେବେଳେ ମାନେ ହଜିଗଲା, ତ ବାହାରେ ଯେତେବେଳେ ଥିଲି ଦିଲ୍ଲୀରେ, ସେ ଦିଲ୍ଲୀ ପୋଷ୍ଟ ଭିଡ଼ିଓଟା ଆପଣମାନେ ଦେଖିଥିବେ, କିଛି ଫଟୋ ଆଉ କିଛି ଭିଡ଼ିଓ ସେୟାର କରିଥିଲି ଆପଣଙ୍କୁ, ତ ଦେଖିଥିବେ ଆପଣ, ତ ଇନଷ୍ଟାଗ୍ରାମରେ ଦେଖିଥିବେ। ତ ସେଇ ମୋବାଇଲରେ ମୁଁ ଭିଡ଼ିଓ ଆଗେ କରେ, ସେଇ ଭିଡ଼ିଓକୁ ମୁଁ ଅପଲୋଡ଼ କରେ। ତ ସେଇ ମୋବାଇଲ ଯେତେବେଳେ ହଜିଗଲା, ଚୋରି ହେଇଗଲା, ତ ସେଥିପାଇଁ ଆଉ ଗୋଟେ ମାନେ କିସ୍ତିରେ ମୋବାଇଲ ଆଣିକି ଏଥିରେ ମୁଁ ଭିଡ଼ିଓ କରିଛି। ତ ଏମିତି କିଛି ନାହିଁ। ଘରେ ବାପା ମାଆ, ମୋ ସାନ ଭଉଣୀ ଅଛି, ବଡ଼ ଭଉଣୀ ମୋର ବାହା ହେଇଯାଇଛନ୍ତି। ତ ଆମର ଏତିକି ପରିବାର। ତ ଦାଦା ଖୁଡ଼ୀ, ସାନ ଝିଅ, ବଡ଼ ବାପା, ବଡ଼ ବୋଉ ସମସ୍ତେ ଅଛନ୍ତି। ହେଲେ ତାଙ୍କର ଅଲଗା, ଆମର ଅଲଗା। ତ ଆମେ ଫ୍ୟାମିଲି ଭିତରେ କହିଲେ ବାପା, ମୁଁ, ମୋ ବୋଉ, ବାସ୍ ମୋ ସାନ ଭଉଣୀଟା ଅଛି, ସେତିକି। ତ ଆପଣ କେବେ ମୁଁ ଦେଖେନି ମୋ ସାନଟି କ'ଣ ଗୋଟେ ଭିଡ଼ିଓ କରିଦେଉଛି, କ'ଣ ଗୋଟେ ଇଏ କରିଦେଉଛି, ସେଇଟା ମାନେ ନିଜେ ମୁଁ ଜାଣିଛି କ'ଣ ପାଇଁ ମୁଁ ଭିଡ଼ିଓ କରେ। ତ ଟିକେ ଅଛି, ଫିର୍ ବି ମୁଁ ଭିଡ଼ିଓ ବନାଉଛି। ତ କ'ଣ କହିବି, ମାନେ ମୁଁ ଯେତେବେଳେ ଏଇ ଭିଡ଼ିଓ ବନାଏ, ଯେତେବେଳେ ଦୁଃଖରେ ଥାଏ, ତ ଯେତେବେଳେ ମାନେ ଇଏ କରେ, ସେତେବେଳେ ଭାଇ ମୁଁ ଇଲେକ୍ଟ୍ରିକ୍ କାମ କରେ। ମାସକୁ 12-13 ହଜାର ଟଙ୍କା ମୋର ମାନେ ମାସିକିଆ ପେମେଣ୍ଟ 12-13 ହଜାର ଟଙ୍କା ଇଲେକ୍ଟ୍ରିକ୍ କାମ କରେ। ତ ମାସରେ ମାନେ 12-13 ହଜାର ପଡ଼େ। ମାସକୁ ମାସେଟା କାମ କଲେ 12-13 ହଜାର ଟଙ୍କା ପଡ଼େ। ତ ମୁଁ ମାସକୁ ମାସେ କାମ ମୋର ହୁଏନି, ମାନେ 30 ଦିନକୁ 30ଟା କାମ ହୁଏନି। 30 ଦିନେ ମୁଁ 15-17ଟା କାମ ହୁଏ। ତା ଦେହରେ ମୁଁ ଘରେ କିଛି ପଇସା ଦିଏ, ତ ମୋବାଇଲରେ କିଛି ରିଚାର୍ଜ କରେ, ତ ନିଜର ଖର୍ଚ୍ଚ ମେଣ୍ଟେନାନ୍ସ ମୋର ହେଇଯାଏ ଆଡ଼ଜଷ୍ଟ। ତ ଭାଇ ମୁଁ ସେଥିପାଇଁ କହୁଛି, ମୋର ୟୁଟ୍ୟୁବରୁ ପଇସା କମେଇବାର ନାହିଁ, ମୋର ନାଁ କମେଇବାର ଅଛି। ହେଲା ଭାଇ, ମୁଁ ଭାବୁଥିଲି ସର୍ଟ ଭିଡ଼ିଓ କରିଛି, ଲଙ୍ଗ୍ ଭିଡ଼ିଓ କରିଛି, ଚାରିଆଡ଼େ ବୁଲୁଛି ଭାଇ, ଚାରିଆଡ଼େ ବୁଲେନି ଭାଇ। ଯାହା କିଛିଟା ପଇସା ପାଇଁ, ମାନେ କିଛି ପଇସା ମୁଁ ନେଇକି ବୁଲେ। ମାନେ ଧର 15-17ଟା କାମ ହେଲା ମାସକୁ, ତ ତା ଦେହରୁ 2-4 ହଜାର ଟଙ୍କା ପାଖରେ ରଖିଥାଏ। ତ ଆଉ କିଛି ଘରେ ପଇସା ଦେଇଥାଏ। ସେଇ ପଇସା ଯେଉଁ 2-4 ହଜାର ଟଙ୍କା ପଇସା ମୁଁ ରଖିଥାଏ, ସେଇ ପଇସାକୁ ନେଇ ମୁଁ ଏଠିକି ଯାଏ, ସେଠିକି ଯାଏ, ତ ଭିଡ଼ିଓ ବନାଏ। ତ ମୁଁ ଭିଡ଼ିଓ ଯେତେବେଳେ ବନାଉଛି, ତ କିଛି ତ ଗାଡ଼ି ହାତ ସେ ଭାଇର ଗାଡ଼ି ନେଇକି ଯାଏ। ତ ମୋ ସାଙ୍ଗରେ 2-3 ଜଣ ବି ଯାଆନ୍ତି। ତ ତାଙ୍କ ପିଛା ଚପଲା ଏମିତି ଖାଆନ୍ତି, ଥଣ୍ଡା କିଣନ୍ତି, ଚା ଖାଆନ୍ତି, ତ ଗାଡ଼ିରେ ତେଲ ପକାନ୍ତି। ତ ସେଇଥିରେ 300-400 ଟଙ୍କା ମୋର ଗଲା ହାରି। ମାନେ ସପ୍ତାହକୁ କି ମାସକୁ ଥରେ ମୁଁ ଯାଏ ବାହାରକୁ ଭିଡ଼ିଓ ବନେଇବାକୁ। ତ କମ୍ ସେ କମ୍ ଏଇଠୁ 5-6 କିଲୋମିଟର ମୁଁ ଯାଏ ଭିଡ଼ିଓ ବନେଇବାକୁ, ବେଶୀ ଦୂରକୁ ତ ମୁଁ ଯାଏନି ମାନେ ଭିଡ଼ିଓ କରିବାକୁ। ତ ସେଥିପାଇଁ ମୋର ଏଇ ମେଣ୍ଟେନାନ୍ସ 2-4 ହଜାର ଟଙ୍କା ଯେଉଁ ରଖିଥାଏ, ସେଇଥିରେ ମୋର ପଳାଏ। ତ ଏମିତି ଆଡ଼ଜଷ୍ଟ ହେଇଯାଏ ଆଉ। ତ ଘରେ ତ ସମସ୍ତେ ଅଛନ୍ତି। ତ ଯେତେବେଳେ ମୁଁ କାମ କରେନି, କ'ଣ
ଯେତେବେଳେ ଭାଇ ମୁଁ ଭିଡ଼ିଓ କରିବି, ମୋ କଥା କହୁଛି, ମୁଁ ଯେତେବେଳେ ଭିଡ଼ିଓ ବନାଏ ତ ଘରେ କହିବେ ଗୋଟେ ଭାଇ ଅଛନ୍ତି, ଭାଇ ଡେଲି କହିବେ କ'ଣ ଏଇ ଭିଡ଼ିଓ ବନାଉଛୁ, କ'ଣ ଆଦିର ପଇସା ତତେ ମିଳୁଛି, ଆରେ ତୁ କାମ କର, ଗୋଟେ କମ୍ପାନୀ ରହିଯା, ଇଏ କର ସିଏ କର। ମୁଁ କହିଲି ନାଇଁ ଭାଇ, କ'ଣ ଗୋଟେ ମାନେ ଇଲେକ୍ଟ୍ରିକ୍ କାମ କରିଛି, ମାନେ ତା ଦେହରେ ଯେତିକି ହେଉଛି ଆଉ କମ୍ପାନୀରେ କ'ଣ ରହିବି। ତ କମ୍ପାନୀ ମୁଁ ଯଦି ରୁହେ ତାହେଲେ ଆପଣଙ୍କୁ ମୁଁ ଆଉ ଭିଡ଼ିଓ ବନେଇ ପାରିବିନି କି ଭିଡ଼ିଓ ପୋଷ୍ଟ ବି ଅପଲୋଡ଼ ବି କିଛି କରିପାରିବିନି। ତ ସେଥିପାଇଁ ମାନେ କମ୍ପାନୀ ରହୁନି, ସେଥିପାଇଁ ମୁଁ ଏମିତି ହେଉଛି। ହଉ 72,000 ଟଙ୍କା ହଉ ପଛେ ମାସକୁ, ତ ତା ଦେହରେ ମୁଁ ଇଏ କରିଦିଏ। ତାପରେ କଥା ହେଉଛି, ତ ମୁଁ ଭିଡ଼ିଓ ବନାଏ ଯେତେବେଳେ ମାନେ ଲଙ୍ଗ୍ ଭିଡ଼ିଓ ଯେତେବେଳେ ବନାଏ, ଧର ଏଇ ଭିଡ଼ିଓଟା ବନେଇଲି, ମୁଁ ସେତେବେଳେ ଖୁସି ନଥାଏ, ବହୁତ ଦୁଃଖ ଥାଏ। ଆଗକୁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି ଘରେ। ଯେତେବେଳେ ମୋ ବୋଉର ଯେତେ ଦେହ ଖରାପ ହେଉଛି କି ବାପାଙ୍କର ଦେହ ଖରାପ, ବାପାଙ୍କର ତ 2 ମାସ ହେଲା ଦେହ ଖରାପ ଅଛି। ତ ଫିର୍ ବି ମୁଁ କାମ କରୁଛି, ଭିଡ଼ିଓ ବନାଉଛି, ଇଏ କରୁଛି। ଆଉ ଗୋଟେ ସମସ୍ତେ ଦେହ ଖରାପ, ଇଏ କାହିଁକି ଭିଡ଼ିଓ କରୁଛି, କେମିତି କରୁଛି, ଆମକୁ ଲାଜ ନାହିଁ, ଇଏ ନାହିଁ। ଲାଜ ଅଛି ଭାଇ। ତ ଆମ ବିଷୟରେ ତମେ ଯଦି ମୋ ବିଷୟରେ ଆଗକୁ ଯଦି ଆପଣଙ୍କୁ କହିବି ନା, ତାହେଲେ ରାତି ପାଇଯିବ ହେଲା। ଯଦି ମୋ ବିଷୟରେ ଟୋଟାଲ୍ ସବୁ କହିବି ତାହେଲେ ରାତି ପାଇଯିବ। ତ ଭାବୁଥିବେ ଫାଲତୁ କଥା ଗପୁଛି, ବେକାରିଆ କଥା ଗପୁଛି ଖାଲି ଆସିକି କ୍ୟାମେରା ଆଗରେ। ନାଇଁ, ଫାଲତୁ କଥା ଗପୁନି ଭାଇ, ମୁଁ ପୁରା ରିଏଲ୍ କଥା ଗପୁଛି। ମୋ ଜୀବନର ଗୋଟେ କଥା ମୁଁ ଆପଣଙ୍କୁ କହୁଛି। ତ ମୁଁ ଯେତେବେଳେ କାମ କଲି ନା, ମୁଁ ଫାଷ୍ଟ ଷ୍ଟାର୍ଟିଂ କାମ ମୋର ଇଲେକ୍ଟ୍ରିକ୍ କାମ ଭାବୁଥିବେ କ'ଣ, ଇଲେକ୍ଟ୍ରିକ୍ କାମ କେଉଁ ଘରେ ଯାଇକି ୱାରିଂ ଫାରିଂ କରିଛି, ନାହିଁ ଭାଇ ସେ କାମ ନାହିଁ। ମୁଁ ଇଲେକ୍ଟ୍ରିକ୍ କାମ ଆମେ ଯେତେବେଳେ ଖୁଣ୍ଟ ଯେତେବେଳେ ପକାଉ, ପୋଲ୍ ପକେଇବୁ, ତ ତାକୁ ଆମେ ତାକୁ ଉପରେ ଚଢ଼ିକି ଫିଟିଂ କରିବୁ, ଉପରେ ଚଢ଼ିକି ସବୁ ଫିଟିଂ ଜିନିଷ କରିବୁ, ଟ୍ରାନ୍ସଫର୍ମର୍ ବସେଇବୁ, ମେସିନ୍ ବସେଇବୁ। ତ ସେଇ କାମ ହିଁ ଆମର। ତ ଯେତେବେଳେ ମୁଁ ଷ୍ଟାର୍ଟିଂରୁ ସେଇ କାମ କରିକି ଆଇଛି, ତ ଆଉ କେଉଁ କାମ ମୋତେ ଭଲ ଲାଗେନି, ତ ସେଇ କାମ ମୁଁ ଷ୍ଟାର୍ଟିଂରୁ କରୁଛି। ତ ସେଇ କାମ ଯେତେବେଳେ ଷ୍ଟାର୍ଟିଂ କରିଛି, ତ ଆଉ କ'ଣ କହିବି। ତ ଏମିତି ମୋ ଜୀବନର କଥା। ଆଉ ତ ଆପଣମାନେ ଭାବୁଥିବେ ବହୁତ ଛୁଆ କୋଠାଘର ଅଛି, ଇଏ ସିଏ ଅଛି। କେତେ ଭାଇ ଆମ କୋଠାଘର ନାହିଁ, ଇଏ ହେଉଛି ବଖରାରେ କୋଠାଘର। ତ ସେପଟରେ ଆମ ଚାଳ ଘର ଅଛି, ଇଏ ଘର ଅଛି। ଚାଳ ଘର ଜାଣିପାରୁଥିବେ, ଛପର ପଡ଼ିକି ଯେଉଁ ନଡ଼ା, ଆପଣମାନେ ଜାଣିଥିବେ, ନଡ଼ାରେ ଆମର ଘର ଛାଉଣି ଅଛି, ସେଇଟା ହିଁ ଚାଳ ଘର କୁହନ୍ତି। ସେଇଟା ଚାଳ ଘରେ ହିଁ ଆମେ ରୋଷେଇ ହେଉଛି, ସେଇଥିରେ ମୋ ବାପା ମାଆ ଶୋଇଛନ୍ତି। ତ ଇଏ ବଖରାଇ ଘର। ଆଉ ଘର ଦ୍ୱାର ନାହିଁ, ଏତେ ବି ଭଲ ଘର ନାହିଁ କି ଆମର ଖାଇବା ବି ଏତେ ଭଲ ଜିନିଷ ହୁଏନି। ତ ଯାହା ମିଳେ ଖାଇବାକୁ, ଘରେ ଯାହା ରୋଷେଇ ହୁଏ ସେଇଆ ମୁଁ ଖାଇଦିଏ। ତ ଏତେ ମୁଁ ବାରେନି, ନାହିଁ ମୁଁ ଏଟା ଖାଇବିନି ସେଟା ଖାଇବିନି। ଜାଣିଛ ନା, ଆମେ ଗୋଟେ କଥା ଆମେ ଗରିବ ଛୁଆ, ଗୋଟେ କଥା କୁହ, ତ ଆମେ ଖଟିଲେ ହିଁ ଖାଇବୁ, ନ ଖଟିଲେ ଆମେ କେଉଁଠୁ ଆଣିବୁ, ପଇସା କେଉଁଠୁ ଆଣିବୁ? ଖଟିଲେ ତ ଆମେ ଖାଇବୁ ନା। ସେଥିପାଇଁ ତ ସେଇ ଇଲେକ୍ଟ୍ରିକ୍ କାମ କରିକି ମୁଁ ଯେତିକି ପଇସା ହୁଏ ସେତିକି ଘରେ ଦିଏ। ତ ପ୍ଲସ୍ ତା ଦେହରୁ କିଛି ରଖିକି ମୋ ନିଜ ମେଣ୍ଟେନାନ୍ସ ଖର୍ଚ୍ଚ ମୁଁ ନିଜେ କରେ। ଏଇଆ ହେଉଛି ମୋ ଜୀବନର କଥା। ତ ଆଉ କିଛି କହିପାରିବିନି, ବହୁତ ରାତି ହେଲାଣି, କମ୍ସେ କମ୍ ରାତି 3ଟା ପରେ ହେଇଗଲାଣି। ଆଉ 3ଟା ପରେ ହେଲାଣି, ଯାଉଛି ଶୋଇବି। ବର୍ତ୍ତମାନ ମୋତେ ସଫା ପରା ହେଇଯାଇଛି। ତ କିଛିଟା ଭିଡ଼ିଓ କରିଦେଇଛି, ଆପଣମାନେ ଅପଲୋଡ଼ କରିବି। ତ ଦୟାକରି ଏତିକି ମୋତେ ପ୍ରାର୍ଥନା କରନ୍ତୁ, ମୋତେ ଟିକେ ସାହାଯ୍ୟ କରନ୍ତୁ, ତ ଭାଇରାଲ୍ ମୋତେ ଟିକେ କରିଦିଅନ୍ତୁ। ତ ଆଉ ଟିକେ ହାତ ଯୋଡ଼ିକି ଭାଇରାଲ୍ କ'ଣ ମାଗୁଛି, ଇଏ କରୁଛି। ତ ଭାବୁଥିବେ ମୋ କଥାଟା ବିଷୟରେ କହିଲି ଆପଣଙ୍କୁ। ତ ମୁଁ ଏମିତିଆ ଛୁଆ, ସେମିତିଆ ଛୁଆ, ମୁଁ ବଡ଼ ଲୋକ ଛୁଆ ନୁହଁନ୍ତି ଭାଇ। ମୋ ପାଖରେ ପଇସା ପୁଳା ଅଛି, କି ଇଏ ଅଛି ସିଏ ଅଛି, ଗାଡ଼ି ଘୋଡ଼ା ଆପଣମାନେ ଦେଖିଥିବେ। ସବୁ ଭିଡ଼ିଓ ମୁଁ ଛାଡ଼ିଛି, କମ୍ସେ କମ୍ ମୁଁ 30-40ଟା ଭଳିଆ ଭିଡ଼ିଓ ଛାଡ଼ିଛି। ଦେଖିଥିବେ ମୁଁ କେଉଁ ଗାଡ଼ି ଉପରେ ବସିକି ଆଜି ଯାଏଁ ଭିଡ଼ିଓ କରିନି, କାହିଁକିନା ମୋ ପାଖରେ ଗାଡ଼ି ହିଁ ନାହିଁ, କି ଭଲ ଫୋନ୍ ନାହିଁ। ମୁଁ ଅପଲୋଡ଼ କରିବି, ଭଲ ଭିଡ଼ିଓ ଅପଲୋଡ଼ କରିବି, ଭଲ ଜାଗାକୁ ଯାଇକି ମୁଁ କ୍ୟାମେରା ଆଣିବି। ତ ସେଗୁଡ଼ା ମୋ ପାଖରେ କିଛି ବି ନାହିଁ ନା, କ୍ୟାମେରା ବି ମୋ ପାଖରେ ଭଲ ନାହିଁ, ଭଲ ଫୋନ୍ ହିଁ ମୋ ପାଖରେ ନାହିଁ।
ତ ମୋ ପାଖେ ନାମଦାମିଆ ଫୋନ୍ ପୁରା ଅଛି, ତ ସେଇ ଫୋନ୍ ସାହାଯ୍ୟରେ ମୁଁ ଭିଡ଼ିଓ କରିଛି। ହେଲେ ଏଇ ଫୋନ୍ ମୋତେ ବହୁତ ମାନେ ସାହାଯ୍ୟ କରିଛି। ଏଇଥିରେ ଭିଡ଼ିଓ କରେ, ଏଇଥିରେ ଅପଲୋଡ଼ କରେ, ଏଇଥିରେ ୟୁଟ୍ୟୁବ୍ କରୁଛି, ଏଇଥିରେ ଇନଷ୍ଟାଗ୍ରାମ୍ କରୁଛି, ଏଇଥିରେ ସବୁ ହିଁ କରେ। ମୋର ଗୋଟାଏ ଫୋନ୍, ଏଇ ଗୋଟାଏ ଫୋନ୍ ସାହାଯ୍ୟରେ ମୁଁ ସବୁ କରେ। ତ ଆପଣମାନେ ତ ସବୁ କଲ ଆଉ ଡେରି କରିବେନି, ଟିକିରେ ଭିଡ଼ିଓ ସମାପ୍ତ କଲି। ରହିଲି, ଜୟ ଜଗନ୍ନାଥ।